ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଯଦି ଆପଣମାନେ ମଧ୍ୟ ଯୋଗ୍ୟ ହିତାଧିକାରୀ ହୋଇଥିବେ ତେବେ ଆପଣଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆପଣମାନଙ୍କ ଆକାଉଣ୍ଟକୁ ଯିବ ଟଙ୍କା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଟଙ୍କା ଆପଣମାନଙ୍କୁ ଅକ୍ଟୋବର ମାସରେ 9 ତାରିଖ ଦିନ ଆପଣଙ୍କ ଆକାଉଣ୍ଟକୁ ଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ଆପଣମାନଙ୍କୁ ଦଶହରା ଭେଟି ଦେଇଛନ୍ତି ସରକାର। ଯଦି ଆପଣ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ କିନ୍ତୁ ଏବେ ଯାଏ ଆପଣଙ୍କ ଟଙ୍କା ପଡ଼ିନଥିଲା ତେବେ ଆପଣଙ୍କ ଟଙ୍କା ଏହି ଅକ୍ଟୋବର 9 ତାରିଖରେ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି ଆପଣମାନଙ୍କ ଆକାଉଣ୍ଟରୁ ଯଦି ଟଙ୍କା ପଡ଼ିନାହିଁ ତେବେ ଆପଣଙ୍କ ଆକାଉଣ୍ଟରେ ବହୁତ ଜଲ୍ଦି ଆସିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଅଛି। ଦ୍ୱିତୀୟ ପର୍ଯ୍ୟାୟରୁ ମଧ୍ୟ ଯେଉଁମାନେ ବାଦ୍ ପଡ଼ିବେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନାର ଟଙ୍କାରେ ଅନ୍ତର୍ଭୁକ୍ତ ହେବେ ବୋଲି ସରକାରଙ୍କ ପକ୍ଷରୁ ଆମ ପ୍ରଭାତୀ ପରିଡ଼ା କହିଛନ୍ତି। ଯେଉଁମାନେ ମଧ୍ୟ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କ ହିଁ ଆକାଉଣ୍ଟକୁ ଯିବ ବୋଲି ଟଙ୍କା କହିଛନ୍ତି। ଏହି ଟଙ୍କା 47 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଅକ୍ଟୋବର 9 ତାରିଖ ଦିନ ଯିବ ବୋଲି କୁହାଯାଇଛି। ଯଦି ଆପଣମାନଙ୍କ ଟଙ୍କା ମଧ୍ୟ ପଡ଼ିନଥିବ ତେବେ ଆପଣମାନଙ୍କ ଟଙ୍କା ମଧ୍ୟ ଆକାଉଣ୍ଟକୁ ଯିବ ବୋଲି କୁହାଯାଇଛି। ଯେଉଁମାନେ ଆବେଦନ କରିଥିଲେ ବା ଆବେଦନ କରୁଛନ୍ତି ସେହିମାନଙ୍କ ଯଦି ବାଦ୍ ପଡ଼ିଯାବେ ତେବେ ତାଙ୍କ ଆକାଉଣ୍ଟକୁ ମଧ୍ୟ ତୃତୀୟ କିସ୍ତି ବା ତୃତୀୟ ପର୍ଯ୍ୟାୟରେ ତାଙ୍କ ଟଙ୍କା ଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଆବେଦନ ପ୍ରକ୍ରିୟା ମଧ୍ୟ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ରହିବ। ଆପଣମାନେ ଅନଲାଇନ୍ରେ ଏହାକୁ ଆବେଦନ କରିପାରିବେ। ଆପଣମାନେ ଅନଲାଇନ୍ରେ ଆବେଦନ କରିବା ପାଇଁ ମୋ ସେବା କେନ୍ଦ୍ର ବା CSC ସେଣ୍ଟରକୁ ଯାଇକରି ଆପଣମାନେ ଅନଲାଇନ୍ରେ ଆବେଦନ କରିପାରିବେ। ଯଦି ଆପଣମାନଙ୍କ ଟଙ୍କା ଏବେ ଯାଏ ପଡ଼ିନାହିଁ ତେବେ ବହୁତ ଜଲ୍ଦି ଆସିବ ଆପଣଙ୍କ ଆକାଉଣ୍ଟକୁ ଟଙ୍କା। ସୂଚନା ଦେଲେ ପ୍ରଭାତୀ ପରିଡ଼ା ଏବଂ ଦଶହରା ଭେଟି ଦେଇଛନ୍ତି ସରକାର। ଯଦି ଆପଣ ମଧ୍ୟ ଯୋଗ୍ୟ ହିତାଧିକାରୀ ହୋଇଥିବେ ତେବେ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ଏହି ଟଙ୍କାଟି ଟ୍ରାନ୍ସଫର୍ ହେବ। ଟଙ୍କାଟି ଟ୍ରାନ୍ସଫର୍ DTP ସିଷ୍ଟମରେ ହେବ। ତେଣୁକରି ଆପଣଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ଲିଙ୍କ ସହିତ ଆଧାର ନମ୍ବର ଲିଙ୍କ ଥିବା ଜରୁରୀ। ଏହି ଟଙ୍କା ପାଇବା ପାଇଁ ଆପଣଙ୍କ ବ୍ୟାଙ୍କ ଖାତାକୁ ହିଁ ଟଙ୍କା ଯିବ। ଆପଣମାନେ ସେଇଠୁ ଉଠାଣ କରିପାରିବେ। ତ ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଆମ ଓଡ଼ିଆ ଶିକ୍ଷା ଟ୍ୟୁଟୋରିଆଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଳକୁ ଦବାଇ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।